ଆପଣ ମାନେ ଜାଣନ୍ତି ମା ବାଲ୍ୟରେ ହେଉଛନ୍ତି ଯୋଉ ଆଦି ଦୈବିକ ଆଦି ଭୌତିକ ଏବଂ ଆଧ୍ୟାତ୍ମିକ ବିପଦରୁ ସୁରକ୍ଷା ଦେଉଥିବା ଦେବୀ। ସେ ଦେବୀ ସମୁଦ୍ରର ଦେବୀ। ସେ ଦେବୀ ଯେ ଏଠି ବାଲି ହରିଚଣ୍ଡୀ ପୀଠରେ ଆସ୍ଥାନ କଲେ ମଧ୍ୟ ଆମର ଯୋଉ ଧରଣୀକୁଦି ପାଞ୍ଚପଡା ରହିଛି ସେ ପାଞ୍ଚପଡାକୁ ସୁରକ୍ଷା ଦେଇଥାନ୍ତି ଏବଂ ପାଞ୍ଚପଡାରେ ତାଙ୍କ ଘର ବାପ ଘର ବୋଲି କେଉଁ କାଳରୁ ଏକ କିମ୍ବଦନ୍ତୀ କଥା ରହିଛି। ଆମେ ମଧ୍ୟ ମା କୁ ଝିଅ ଭାବରେ ଅତ୍ୟନ୍ତ ଭାବରେ ମାନେ ଯୋଉ କହନ୍ତି ଯେମିତି ମାନବ ଲୀଳାରେ ଝିଅ ଘରକୁ ଯେମିତି ଭାର ଆସେ ଆମେ ପାଞ୍ଚପଡାର ଲୋକମାନେ ପରମ୍ପରା ଅନୁଯାୟୀ ଯୋଉ ସାବିତ୍ରୀ ବ୍ରତ ଦିନ ଭାର ନେଇ ଆସିଥାଉ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟ ଯେପରି ବାପ ଘର ଲୋକମାନେ ସମ୍ପାଦନ କରିଥାନ୍ତି ସେହିପରି ଭାବରେ ଆମେ ବାଲିହରିଚଣ୍ଡୀ ପୀଠକୁ ସବୁ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଉ। ଚଳିତ ବର୍ଷ ଆମେ ପାଞ୍ଚପଡାର ଲୋକମାନେ ଯେପରି ସାବିତ୍ରୀ ଭାର ପାଇଁ ସମବେତ ହୋଇ ସମସ୍ତ ଉପକରଣ ସହିତ ସାବିତ୍ରୀ ଭାର ପାଇଁ ମାଙ୍କର ଯେତେ ଯାହା ଉପକରଣ ଅଛି ଶାଢୀ ଶଙ୍ଖା ସିନ୍ଦୁରଠୁ ଆରମ୍ଭ କରି ବିଭିନ୍ନ ଫଳମୂଳ ନେଇ ଆସିଥିଲୁ। ମାଙ୍କ ପାଖରେ ଆମେ ଏ ଯୋଉ ସବୁ କଥା ଏ ଯୋଉ ସମର୍ପଣ କରି ମାଙ୍କ ପାଖରେ ଶରଣ କଲୁ। ଝିଅ ହିସାବରେ ଭାର ନେଇ ଆସିଲୁ ଏବଂ ମା ହିସାବରେ ତା ମାଙ୍କର ଉପାସନା କଲୁ। ଆମ ପରମ୍ପରା ନୀତି ଅନୁସାରେ ମା ବାଲିହରିଚଣ୍ଡୀ ଠାକୁରାଣୀ ସିଏ ବି ଗୋଟେ ଝିଅ ଭଳିଆ। ପ୍ରତ୍ୟେକ ଗାଁ ଗଣ୍ଡାରେ ଯେମିତି ଝିଅ ବୋହୂ ମାନଙ୍କର ସାବିତ୍ରୀ ବ୍ରତ ପାଳନ କରାଯାଏ ସେଇଭଳି ମା ବାଲିହରିଚଣ୍ଡୀଙ୍କର ମଧ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହାର ବାପଘର ହିସାବରେ ପରମ୍ପରାରେ ରହିଛି। ଆମେ ଶୁଣିଛୁ ଆମ ପିଲାଦିନୁ ପାଞ୍ଚପଡ଼ା ଧରଣୀ କୁଦି ପାଞ୍ଚପଡ଼ା। ଇଏ ପାଞ୍ଚପଡ଼ା ତାଙ୍କର ବାପଘର। ଇଏ ସାବିତ୍ରୀ ବ୍ରତ ଦିନ ଯେମିତି ଝିଅ ବୋହୂ ମାନଙ୍କ ଘରକୁ ବାପ ମାନେ ଭାଇ ମାନେ ଭାର ବୋଝ ନେଇକି ଯାଆନ୍ତି ଲୁଗା ଶାଢୀ ପଣସ କଦଳୀ ଆମ୍ବ ପଣସ ଏ ବ୍ରତର ଯୋଉ ବିଧିବିଧାନ ଭୋଗରାଗ ଏ ସମସ୍ତ ଜିନିଷ ଯେମିତି ଆସେ ସେମିତି ଏ ପାଞ୍ଚପଡ଼ାର ସମସ୍ତ ଭାଇ ମାନେ ମା ପାଇଁ ତାଙ୍କ ଝିଅ ପାଇଁ ସମସ୍ତେ ଧରିକି ଆସନ୍ତି। ଇଏ ଠାକୁରାଣୀ ପାଞ୍ଚପଡ଼ାର ଜଣେ ମୁଖ୍ୟ ଦେବୀ। ଭବିଷ୍ୟତରେ ବିପଦ ଆପଦ ପଡ଼ିଲେ ମାଙ୍କୁ ଡାକିଲେ ମା ଯାଇ ସେଠାରେ ପହଞ୍ଚେ। ବହୁତ ଲୋକ ଦେଖିଛନ୍ତି ନିଆଁ ହୁଳା ପେଣ୍ଡୁଳା ରେଞ୍ଜ ବନ୍ଧ ଚିଲିକା ଚାରିପଟେ ବୁଲିବା ଦେଖିଛନ୍ତି। ତେଣୁ ସେ ବିଶ୍ୱାସ ନେଇ ଇଏ ଝିଅ ବୋଲି ତେଣୁ ପ୍ରତ୍ୟେକ ବ୍ରତ ପୂର୍ଣ୍ଣିମା ପର୍ବରେ ଯେମିତି ସବୁ ପାଳନ କରାଯାଏ ସେଇଭଳି ସାବିତ୍ରୀ ବ୍ରତ ଟିକେ ପାଳନ କରିବା ପାଇଁ ପାଞ୍ଚପଡ଼ାର ସମସ୍ତ ଭାଇମାନେ ଆସି ମା ପାଖରେ ସମସ୍ତ ଜିନିଷ ଆଣିଛନ୍ତି। ଭୋଗ ରାଗ ତାର ଶାଢୀ କାଳିଠୁ ମାଜଣା ଜିନିଷ ଦେଇଛନ୍ତି। ସକାଳୁ ମା ମାଜଣା ହେଲା ଶାଢୀ ପିନ୍ଧିଲା। ବର୍ତ୍ତମାନ ବାଳ ଭୋଗ ହେଲା। ଏଇନା ହେଇଛି ପଣସ କଦଳୀ ନଡ଼ିଆ ଆମ୍ବ ସପୁରୀ ଯାହା ଫଳ ଫୁଲ ଦରକାର ପ୍ରତ୍ୟେକ ଜିନିଷ ଆସିଛି ମାଙ୍କ ପାଖରେ ସମର୍ପଣ ହବ। ସମସ୍ତ ଭକ୍ତମାନେ ପ୍ରସାଦ ସାରିବେ ତାପରେ ଅନ୍ୟ ରୋଷେଇ କରି ଖାଇ ପିଇକିରି ଆନନ୍ଦରେ ମାଙ୍କ ପାଖରେ